ଏ ଯେଉଁ ଆପଣଙ୍କ ସାମ୍ନାରେ ଗଛଟା ଦେଖୁଛନ୍ତି ଏଇଟା ହେଲା ଆଜେଲିଆ ଗଛ। ତ ଏଇ ଗଛର ସବୁଠୁ ଭଲ କଥା ହେଲା ଫୁଲ ଯେଉଁ ଫୁଟେ ତ 3 ଦିନ ଯାଏ ସେଇ ଫୁଲ ସେମିତି ହିଁ ରହେ। ମାନେ ଗଛରେ ନା ମଉଳି ଥାଏ ନା ଝଡ଼ିଥାଏ। ତ ପାଖୁଡ଼ା ଗୁଡ଼ା ବି କାଫି ମୋଟା ରହେ, ମାନେ ଟାଣ ଆସେ। ଆଉ ୟାର ହେଉଛି ଆଜେଲିଆର ପାଖୁଡ଼ିଆ ମିଳିବ ଆପଣଙ୍କୁ, ଗୋଟେ ପାଖୁଡ଼ିଆ ସିଙ୍ଗଲ ପେଟାଲ ଯାହାକୁ କୁହନ୍ତି। ଆଉ ଏମିତି ଥୋପା ବି ମିଳିବ ଯେଉଁଟାକି ପୁରା ପେଟୁନିଆ ଭଳିଆ ପୁରା ଦେଖିବାକୁ ସେମ୍ ଆସିଯିବ ଫୁଲର ରଙ୍ଗ ଆଉ ଫୁଲର ତାର ପେଟାଲ ଗୁଡ଼ାକ। ପିଟୁନିଆରେ ତ ଟିକେ ହେଉଛି ଥୋପା ପିଟୁନିଆ ଟିକେ ପାଖୁଡ଼ା ପତଳା ଆସେ, ଆଜେଲିଆରେ ଟିକେ ପାଖୁଡ଼ା ମୋଟା ରହେ। ବାକି ମୁଁ ଏଠି କାମରେ ଲାଗି ପଡ଼ିଛି ମଞ୍ଜି ପ୍ରିପାରେସନ୍ରେ, କାହିଁକିନା ୟାର ମଞ୍ଜିରୁ ଜର୍ମିନେଟ୍ ବହୁତ ସହଜରେ ହେଇଥାଏ। ଏମିତିକା ମଞ୍ଜି ଯଦି ମିଳିଯାଉଛି ନା ଆପଣଙ୍କ କାମ ବହୁତ ହି ସହଜ ହେଇଯିବ, ମାନେ ଚାରା ଆପଣଙ୍କୁ ବହୁତ ଜଲ୍ଦି ମିଳିଯିବ। କିନ୍ତୁ ଗଛ ଗ୍ରୋଥ୍ ହେବାକୁ ଟିକେ ସମୟ ଲାଗେ, ଆଉ ଏଇଟା ବହୁତ ହି ଧୀର ବଢ଼ିଥାଏ। ଆଉ ଆପଣଙ୍କ କଣ୍ଟେନର୍ ଯଦି ବଡ଼ ଦେବେ ନା, ଏଇଟା ବହୁତ ହି ବଡ଼ ଗଛ ହେବ। ଯଦି ଛୋଟ କଣ୍ଟେନର୍ ଦେବେ ଏମିତିକା ଛୋଟ ହେଇକି ରହିବ, ମାନେ ଗ୍ରୋଥ୍ଟା କମ୍ ରହିବ ଆଉ ଫୁଲ ସଫିସିଏଣ୍ଟ ମିଳିବ। ଯେତେବେଳେ ନର୍ସରୀରୁ କିଛି ମୁଁ ଗଛ ଆଣିଥାଏ, ଦାମୀ ହେଉ କିମ୍ବା କମ୍ ଦାମୀ, ତ ତା'ର ଖାଦ୍ୟ ବିଷୟରେ ବି ମୁଁ ପଚାରିଥାଏ। କାରଣ ତା'ର ଖାଦ୍ୟ ଯଦି ଭୁଲଭାଲ ହେଇଯାଏ ନା, ଗଛର ଗ୍ରୋଥ୍ଟା କମିଯାଏ ବା ଧୀର ହେଇଯାଏ, ଆଉ ତା ସାଥିରେ ସେଇଠୁ ବି ମଧ୍ୟ ବନ୍ଦ ହେଇଯାଏ ଗଛ ବଢ଼ିବା। ତ ସେଥିପାଇଁକା ଆମର ଆଜେନିଆର ବି ମଧ୍ୟ ମୁଁ ଖାଦ୍ୟ ବିଷୟରେ ଟିକେ ପଚାରିଥିଲି, ଯାହାର ଖାଦ୍ୟ ହେଲା ହେଉଛି ଆମର ବୋନ୍ ମିଲ୍ ସେମିତି ଅଧିକା ନୁହଁ, କମ୍ ବୋନ୍ ମିଲ୍ ଦିଆହେବ। ଆଉ ସେଇଟା ପୁଣି ସପ୍ତାହକୁ ଥରେ ରିପିଟ୍ କରାହେବ।